परमशास्त्र 12 स्कंद सकल शास्त्रर तत्व भागवत परमशास्त्र श्री भागवत श्रुति अर्थ एति नाही किंचित शिव ब्रह्मादि सकल जीवे असुर बानर जेते मानवे पासे देखी चिन्ही पूजी सुजने पापी दुर्जन श्रुति माने पांच वेद तत्व श्री भागवत प्रथमे रचन व्यास संस्कृत द्वितीय से ही श्री जगन्नाथ ओडिया प्राकृते करिले गीत नरकारु वैकुंठे श्रेणी की श्रेणी पावछ गढ़िले श्री विष्णु जानी सन्यास कपिल कृष्ण अमर साधु देह रही श्रीक्षेत्र वर 22 पावछ वैकुंठ नरे आश्रम निर्माणी द्वारकापुरे तल पावछरे रखी असुर मध्यरे रखिले से देवनर 22 पावछ आश्रम मात्र वर्ण मार्ग पथे भ्रमंती नित्य हेमंत 14 पुरे भ्रमण करंती जगत नाथ ब्रह्मण्यम असुर साधु गर्भे न मानी ताहाकु न भजे मनुष्य मणि तृतीये बोलाई जगत दास पावछ पद सबु करे सदृश ए शस्त्रे असुर बानर शिव ब्रह्मा विष्णु आदि नेत्रे देखिव जेते इंद्री काटे सेते पावछे 22 पावछे भ्रमंती मंचे पावछानुसारे ताहाकु चिन्ही असुरा दिशिवे नवजिगुणी तेबे दिव्य चक्षु जात होइब कृष्ण को चक्षुरे देखि सेविब अजीव सजीव कृष्ण दर्शन जे जेते पारिब पावछे गम बड़ बोलाइले निजर कर्मे कि हेब विषया इंद्री बंधने बाद तर्क कले कि फल पाई पेट पूरीब कि प्रशंसा खाई जाहार हृदरे जेतिकी ज्ञान ता विषया इंद्री सेते छेदन न काटी जेरिपु इंद्री बंधन मुक्ति बोलाइबा कि प्रयोजन विषया बंधन सकल थाई कुपंडित बादे कि फल पाई अर्जन साधन संचय धन कुपंडित बुद्धि श्रुति विज्ञान जीव सजीव कृष्ण दर्शन जे जेते पारिबो पावछे गम देखिला अजीव और सजीव अजीवर पावछ अच्छी सजीवर भी पावछ अजीवर पावछ कौन आ सजीव पावछ कौन अजीवर पावछ अच्छी इटा चून मुझे माटी कंक्रीट रे करा हो पावछ ये हूँ अजीव पावछ सजीव पावछ कौन रहा कर्मर पछोला पड़ा कर्मेन्द्रिय पावछ असुरंक पाई चारोटी पावछ नरकर पाई 10 हरिकर पाई 8टी पावछ বৈকুণ্ঠে গরু প্রকাশরে শ্রী পুরুষোত্তম
ଦ୍ୱାରୁ ବ୍ରହ୍ମ ନିଜେ ଜନ୍ମ ହୋଇନରେ ଶ୍ରୀ ପୁରୁଷୋତ୍ତମ। ଏଠି ପାଠ ଲେଖିଲେ ଶାସ୍ତ୍ର ଲେଖିଲା କି ଭାଗବତ ଲେଖିଲେ ଅସୁରଙ୍କ ପାଇଁ 4ଟି ପାବଛ, ନରଙ୍କର ପାଇଁ 10। ଏଇ ଯୋଉ 4ଟି ପାବଛ କଣ? ଅସୁରଙ୍କ ପାଇଁ ଯୋଉ 4ଟି ପାବଛ, ଯେଉଁମାନେ ଅଜୀବକୁ ପାବଛ କରୁଛନ୍ତି ସେ ଅଜୀବ 4ଟି ପାବଛ କଣ? ତେଣୁ ଆମେ ଜାଣିବା ଏଇ 4ଟି ପାବଛ ଅସୁରଙ୍କ ପାଇଁ ଏ 4ଟି ପାବଛ କଣ? ଛାଡ଼ି ଯିବା ଦେଇନା ଯେ ଭେତ ପ୍ରେତ ପୂଜେ ପ୍ରଥମ ପାବଛ ରାକ୍ଷାସ ସୁଧ ଦୋଷରୁ ଜନ୍ମାବାର କୃଷ୍ଣେ ମାରି ନ ପାଓ ଆମିଷ। ରଥ ପାବଛ କଣ ହେଲା? ଯେ ଶୂନ୍ୟ ଦେଇ ପ୍ରେତ କି ଭୂତରେ ଯିଏ ପୂଜିଲା ସେ ହେଉଛି ପ୍ରଥମ ପାବଛ ରାକ୍ଷାସ। କଣ ହେଲା ନା ଶୁଦ୍ଧ 10 ଦ୍ୱାର ଜନ୍ମା ବାଳକୃଷ୍ଣ। କୋଉଠି? ଏ 10ମ ଦ୍ୱାର କୋଉଠି? 10 ଦ୍ୱାର ସୂତ ବୋଲି କୋଉଠି? 10 ଦ୍ୱାର ସୂତ ବୋଲେ 10ମ ଦ୍ୱାର ସୂତ। এই 10 ଦ୍ୱାର ସୂତକୁ ନ ପାଇ 10 ଦ୍ୱାର ସୂତ ଜନ୍ମା ବାଳକୃଷ୍ଣ ମାରି ନ ପା ଆମିଷ। ସେ ସୂତକୁ ତ ପାଇଲେନି। ସେ ବାଳକୃଷ୍ଣଙ୍କୁ ନ ପାଇବାରୁ କ'ଣ କଲେ ନା ଏଇ ଆମିଷିଆ କର୍ମ କଲେ। ଆମେ ଯେଉଁ ଆମିଷ ବୋଲି ଭାବିଛେ କ'ଣ ଭାବୁଛୁ? ମାଛ ମାଂସ ଅଣ୍ଡା ଏଇଆକୁ ଆମିଷ ଭାବୁଛେ, କିନ୍ତୁ ପାଠ କହୁଛି ଆମିଷ କ'ଣ? ଆମିଷ କର୍ମ ଗୁଡ଼ା ଏଇଟା ଯେ ପେଟ ଭିତରେ ପୂଜେ ସେ ହେଉଛି ଏଇଟା ଆମିଷ କର୍ମ। ଦୀପାବଛ ପାଷାଣେଣ୍ଡ ପୂଜ୍ୟ ଶିବ ଜଟାଙ୍କ ନିଧି ବିଷ୍ଣୁ ଜଟା ମୁଣ୍ଡେ ପଶୁ ବଳି ଦେବ ପାଷାଣ ଗିରିରେ ବର୍ଜ ଗୋବର୍ଦ୍ଧନ ସଙ୍ଗେ। ଦୀପାବଛ ଲୋକ କ'ଣ କରିବ? ଦୀପାବଛ ପାଷାଣେଣ୍ଡ, ଦୀପାବଛର ଲୋକ ପାଷାଣ ଅଣ୍ଡଟାକୁ ପୂଜିବ। ଯେଉଁଟାକି ପ୍ରତ୍ୟେକ ଗାଁରେ ପାଷାଣ ଷଣ୍ଢ ହେଉଛି, ଅଣ୍ଡ ବି ପୂଜା ହେଉଛି। ମନ୍ଦିରରେ କ'ଣ ପୂଜା ହେଉଛି? ଦୀପାବଛ ପାଷାଣେଣ୍ଡ ପୂଜ୍ୟ ଶିବ ଜଟା ବିଷ୍ଣୁ ଜଟା ମୁଣ୍ଡେ ଯେଉଁ 10ମ ଦ୍ୱାର ବାଳକୃଷ୍ଣ ତାକୁ ନିନ୍ଦି। ଶିବ ଶିବ ଅଛନ୍ତି କେଉଁଠି ବୋଲି? ଦ୍ୱିତୀୟ ଦ୍ୱାରରେ ଅଛନ୍ତି ଲିଙ୍ଗରେ ବୋଲି ପାଷାଣ ଲିଙ୍ଗଟାକୁ ପୂଜିଛନ୍ତି। ଯେଉଁଟାକି ମା ଭଉଣୀ ପୁରୁଷ ନାରୀ ଉଭୟ ଲୁଗା ଗୁଡ଼େଇ ରହିଛନ୍ତି। ସେଟାକୁ ବିଚ୍ ବଜାର ଆମ ମା ଭଉଣୀ କ'ଣ କରୁଛନ୍ତି? ଯାଇକି ଯାତ୍ରା ପୂର୍ବ ପର୍ବ କରିକି ପୂଜୁଛନ୍ତି। ଜଟାଧାରୀ କଲିଙ୍ଗେ ପୂଜି ବାକୁ ସ୍ତ୍ରୀ ପୁରୁଷ ପେଲା ପେଲି ହୋଇ ଯାନ୍ତି ନ ପୂଜି ମୁଣ୍ଡ କେଶ। ଜଟାଧାରୀ ବୋଲି ଯେଉଁ ଶିବ, ଯେଉଁ ମନ୍ଦିରରେ ଶିବର ଦ୍ୱିତୀୟ ଦ୍ୱାରକୁ ପୂଜା ପାଉଛି, ସେଇ ଦ୍ୱିତୀୟ ଦ୍ୱାରକୁ ପେଲାପଲି, ପୁଅ ଝିଅ ପେଲାପଲି କ'ଣ ତାକୁ କିନ୍ତୁ ଦର୍ଶନ କରେ। ତେଣୁ କ'ଣ ବିଷ୍ଣୁଙ୍କର ମୁଣ୍ଡ କିନ୍ତୁ 10ମ ଦ୍ୱାର ଉତ୍ପନ୍ନ ଯେଉଁ ବାଳକୃଷ୍ଣ ତାଙ୍କଠି ଯେଉଁ ଭକ୍ତି ନାହିଁ, ଯୁବଟି ଅଜୀବଟି ଯାଇ ମୁଣ୍ଡିଆ ଅସାଧୁ ଶଙ୍ଗୁ ବିଟୋପି ଇନ୍ଦ୍ରି ପୂଜି ଶ୍ରେଷ୍ଠ ସାଧୁ ଶଙ୍ଗୁ ଗୋପାଳୁଣୀ ବ୍ରାହ୍ମଣୀ ବୈକଟ। ଅସାଧୁ ସଙ୍ଗ ଏଇ ଯେଉଁମାନେ କଲେ ଯାଇ ଦ୍ୱିତୀୟ ଦ୍ୱାରକୁ ପୂଜିଲେ ସେ ଅଧାକୁ ସବୁ ତାଙ୍କ ବୈକଟ ନାହିଁ। ତେଣୁ ଆମର ପାଠ କହୁଛି ଗୋପଲୀଳାରେ ଦ୍ୱାପର ଯୁଗରେ କ'ଣ କରିଥିଲେ? ସାଧୁ ସଙ୍ଗକୁ ଗୋପୀମାନେ ଇଏ ବ୍ରାହ୍ମଣୀମାନେ ପୂଜିଥିଲେ ବୋଲି ତାକୁ କୂଳରୁ ଅନ୍ତର କରାଯାଇଥିଲା। ବନ୍ଧୁ ଆମର ପୁତ୍ର ନାତି ସମସ୍ତେ କହିବେ ବିଟୁ, ଏଇଭଳିଆ ବିଟୁଟି ଆଖ୍ୟା ବି ଦେଇଥିଲେ ସାଧୁ ସଙ୍ଗ ପୂଜିବାକୁ। ତେଣୁ ଜଣେ ଯଦି ଆଜି ସମାଜରେ ଜଣେ ଜୀବିତ ସାଧୁକୁ ପୂଜିବ, ଲୋକେ କ'ଣ କହିବେ? ଯେ ପର ପୁରୁଷ କରୁଛି। କିନ୍ତୁ ସେଠି କ'ଣ କରୁଛି? ଅସାଧୁ ସଙ୍ଗ କରୁଛି, ସେ ହେଉଛି ସତୀ। ସତୀ ବୁଲୁଛି ନିଜ ବର ଛାଡ଼ି 10 କୋଶ ବିଟୋପି ବର ପାଇବାକୁ ଯାଏ। ସ୍ୱାମୀ ସାଙ୍ଗେ ସତୀ ସାଧୁକୁ ସେବିଲେ ବିଟୋପି ନିଜ ବର କୋଉଠି ରହିଲେ? ଘରେ। ନିଜ ବର ଛାଡ଼ି 10 କୋଶ ହଉ, 5 କୋଶ ହଉ, 10 ମାଇଲି ହଉ କି 500 ମାଇଲି ହଉ, କ'ଣ ପାଇବାକୁ ଯାଉଛି? ବର ପାଇବାକୁ ଯାଏ। ନିଜ ବର ଛାଡ଼ି 10 କୋଶ ବିଟୋପି ବର ପାଇବାକୁ ଯାଏ। ସେ ବର ମିଳିବ ଏଠି। ସ୍ୱାମୀ ସଙ୍ଗେ ସତୀ ସାଧୁକୁ ସେବିଲେ ବିଟୋପି। ଯଦି ଜଣେ ସାଧୁ ପୁରୁଷକୁ ସ୍ୱାମୀ ଆଉ ସ୍ତ୍ରୀ ମିଶି ତାଙ୍କୁ ସେବା କରୁଛନ୍ତି, ସମାଜ ତାକୁ ବିଟୋପି କହୁଛି। ତେଣୁ ବର ଯଦି ଗୋଟେ ଜାଗାରେ ରହିଲା, ସ୍ତ୍ରୀ ଗଲା ବର ପାଇବାକୁ, ସିଏ ହେଲେ ସତୀ, କାରଣ ସଂଖ୍ୟା ବେଶୀ। ସିଏ ହେଉଛି ସତୀ ସମାଜରେ।
ତେଣୁ ଏଠି ଆମର କଥା ରହିଲା ଦି ପାଉଛ ପାଷାଣେନ୍ଦ୍ର ପୂଜ୍ୟ ଶିବ ଜଟାଙ୍କ ନିନ୍ଦି ବିଷ୍ଣୁ ଜଟା ମୁଣ୍ଡେ ପଶୁ ବଳି ଦେବ ପାଷାଣ ଗିରିରେ ବର୍ଜିବ ବର୍ତ୍ତନ ତିନି ପାଉଛେ ମୂଲ୍ୟ ମୁକ୍ତ ପୂଜିତେ ମୂଲ୍ୟ ମୁକ୍ତାତ୍ମା ভজনী জন্ম সত্যা ছাড়িবি ভাই ভজনী জন্ম সত্যা কন্যে ତିନି ପାଉଛ ଲୋକ କଣ କରିବ ତିନି ପାଉଛେ ମୂଲ୍ୟ ମୁକ୍ତ ପୂଜିତେ ମୂଲ୍ୟ ମୁକ୍ତ ଅମୂଲ୍ୟ ମୁକ୍ତ ଯୋଡ଼େ ଅଛି ମୂଲ୍ୟ ମୁକ୍ତଟା କଣ କିଣା ମୁକୁଟ ଷୋଲ ମୁକୁଟ ଆଜିକାଲି ବରକନ୍ୟା ମୁକୁଟଟା ଉଠିଗଲାଣି ଏବେ ପଗଡ଼ି ଆସିଲାଣି ପୁରୁଣା କାଳରେ କଣ ହଉଥିଲେ ବରକନ୍ୟା ବିବାହର କଣ ହଉଥିଲେ ମୁକୁଟଟା ନିହାତି ପିନ୍ଧିବେ ନା ନ ପିନ୍ଧିଲେ ବରକନ୍ୟା ତ ପର ପୁଅକୁ ପର ଝିଅ କାଟି ହେଇପାରିନି ସାକ୍ଷୀ ହଉଛି ମୁକୁଟ ଏ ବର ସେଟା କାହାଠି ଥାଏ ଗୁରୁଙ୍କ ପଟେ ଥାଏ କଣ ଥାଏ ଯେ ଅମୂଲ୍ୟ ମୁକୁଟ ଲଲାଟେ କାଞ୍ଚନ ଭୂଷଣ ପ୍ରକଟି ପ୍ରସନ୍ନ ଗୁରୁ ସେଇ ସୁନ୍ଦର ମହାନୁଭବେ ସେ ଜଗତେ ମହାପୁରୁଷ ନମସ୍ତେ ସର୍ବଦେବତା ତାର ଦେହ ବସନ୍ତି ସର୍ବଲୋମ ପ୍ରାୟ এই আখ্যা করি সে গুরুকুট পাইলেনি তেমন মুকুট বলি চারଣାରେ 16 মুকুটটি কি 8 ଅଣାରେ କି 12 ଅଣାରେ କି 5 ଟଙ୍କାରେ କିଣି ଆଣିବି ଏବେ ତ ଚାରଣା ଏଭଳି ଥିଲା ଏବେ ଟିକେ ଉଠିଗଲାଣି ଏବେ ଗୋଟେ ପଗଡ଼ି ସବୁ ବାନ୍ଧିଛି ତେଣୁ ହେଲା ସେ ମୂଲ୍ୟ ମୁକୁଟ ରାଜାମାନେ କ'ଣ କରୁଛି ସୁନା ହୀରା ମୋତି ମାଳିକ ଲଗେଇକି ସେ ମୁକୁଟ ଯେଉଁ ମୂର୍ତ୍ତି ତିଆରି ହେଉଛି ସକଳ ଦେବାଦେବୀ ସେ କ'ଣ ମୁକୁଟ ଲାଗି ହେଉଛି ଦେବାଦେବୀ ଯେଉଁ ମୂର୍ତ୍ତି ହେଉଛି ଦୁର୍ଗା ହଉ হ্যাঁ লক্ষ্মী হো সরস্বতী হো কি যে দেব হো কৃষ্ণ হো রামচন্দ্র হো গোটে মুকুট রামচন্দ্র নাই কৃষ্ণ হো এ দেব গোটে মুকুট দেবী গোটে মুকুট লাগুଛି କ'ଣ ପାଇଁ ଯେ ଦେବଦେବୀଟେ ମୁକୁଟ ଥାଏ ବୋଲି ସେ ଅମୂଲ୍ୟ ମୁକୁଟ ତ ପାଇଲେନି ତେଣୁ ମୂଲ୍ୟ ମୁକୁଟ ଗୋଟେ କିଣିକି ଆଣି ଲଗେଇଲେ ତେଣୁ ଅମୂଲ୍ୟ ମୁକ୍ତ ତେଜି ମୂଲ୍ୟ ମୁକୁଟ ବୁଝିଲେ ଅଜନି ଜନ୍ମା ସତ୍ୟ ଛାଡ଼ି ହେବେ ଜନି ଜନ୍ମା ସତ୍ୟ କନ୍ୟା ସେ ଦେବଦେବୀ ମାନେ ଅଜନି କନ୍ୟାକୁ ବିବାହ କଲେ ଯେମିତି ଅଷ୍ଟନିଧିକି ସେ ବିବାହ ହେଉଥିଲେ ଅଜନି ଜନ୍ମା କନ୍ୟା ସେ କ'ଣ କନ୍ୟା ଥିଲା କ'ଣ ସଜଉଥିଲେ ଲାଗି ତେଣୁ ଆମେ କ'ଣ ଜନି ଜନ୍ମା ଅସତ୍ୟ କନ୍ୟାକୁ ବିବାହ ବର କହିଛି ଆମ ସ୍ତ୍ରୀମାନେ ଯାଉଛନ୍ତି ମନ୍ଦିରକୁ ଦର୍ଶନ କରି ହଉଛି ନା ନାହିଁ ହେଲା ତିନି ପାଉଛ ଲୋକ କରିବେ ଚାରି ପାଉଛ ଲୋକ କ'ଣ କରିବ ଚାରି ପାଉଛ ଦଶ ଶିରେନ୍ଦ୍ରୀ ବୃଦ୍ଧି ପୂଜ କାଷ୍ଟାଗ୍ନିତ ଆତ୍ମା ନରକେ ମୁକୁଟ ଜଟା ବାଳ କୃଷ୍ଣେ ନ ପୂଜି ଭୋଜି କୁତର୍କେ ଚାରି ପାଉଛ ଲୋକ କ'ଣ ହୋମ ଯାଗ ଯଜ୍ଞ କରିବ ଧନୁତ୍ସବ ଯାତ୍ରା କରିବ କଂସ ଯାତ୍ରା କ'ଣ ଦୋଳ ପୂର୍ଣ୍ଣିମା ଧନୁଯାତ୍ରା ଯେତେ ଯାତ୍ରା କ'ଣ ହବ ଅଧିକ ମୂର୍ତ୍ତିଟାକୁ ବୁଝିକିରି ନିଆଁ ହେଠି ଯାଇ ଘିଅ ଟାଣିବେ କାଠ ଅଗ୍ନିକି ଜାଳିବେ ବ୍ରହ୍ମ ଅଗ୍ନିକି ପାଇବେନି ତେଣୁ ଇଏ ଚାରି ପାଉଛ ତାକୁ କୁତର କରି ବସିବେ ତା ନାଁଟା ଧରିବେ କିନ୍ତୁ ନିଆଁରେ ଘିଅ ଢାଳିବେ ଇଏ ଚାରି ପାଉଛ ଲୋକ କରିବେ ପାଞ୍ଚ ପାଉଛ ଲୋକ କ'ଣ କରିବେ ଏଇ ଚାରି ପାଉଛ ଲୋକ ଅସୁରମାନଙ୍କ ପାଞ୍ଚ ପାଉଛ ପୂଜ୍ୟ ଅରୁଣ ସ୍ତମ୍ଭ ଜଟା ସୁଣ୍ଡ ଚୂଳେ କହଳା ଗୋବିନ୍ଦେ ଏଠାରୁ ନବ ଭକ୍ତି 22 ପାଉଛେ ଯିବ ପୂଜି 10 ଦ୍ୱାର ଉର୍ଦ୍ଧେ ଆଚ୍ଛା ଏଇ ଯେଉଁ ଚାରି ପାଉଛ କର୍ମ ଛାଡ଼ିଲେ ତ 5 ଦିନ ଆସିବ ତାହେଲେ ଏଇ ଯେଉଁ ଚାରି ପାଉଛ କର୍ମ ଗୁଡ଼ିକ ଏଠି ଆମର ଆଲୋଚନା ହେଲା ଆମ ମାନଙ୍କର ଆଖି ଭିତରେ ଏ ସଂସାର ମଧ୍ୟରେ କେହି ଗୋଟିଏ ଛାଡ଼ିଛନ୍ତି ଛାଡ଼ିଛନ୍ତି ତେଣୁ ଆମର ଯେଉଁ ପାବଛ କଥା ଏଠି ପଡ଼ିଲା ପାବଛଠୁ କଥା ହେଇଯାଏ ଅଧିକ ଜନ୍ମ କୃଷ୍ଣ ଦର୍ଶନ ଯେ ପାବଛ ପାବଛ ହବ ଆମର ପାବଛ ଅଛି ଆମେ ଯିବା ଶ୍ରୀକ୍ଷେତ୍ରକୁ ପୁରୁଷୋତ୍ତମ ଦ୍ୱାର ଦାରୁବ୍ରହ୍ମ ଯୋଗୀ ଅଛନ୍ତି ପୁରୀ ଶ୍ରୀକ୍ଷେତ୍ର 22 ପାବଛ ଅଛି ସମସ୍ତେ କହୁଛନ୍ତି ଗଣତି କଲେ କେତେ ପାବଛ ଅଛି 18 ଚାରି ପାଉଛ ଆଇ ଚାରି ପାଉଛ ରହିଲା ଠିକ ଲାଗୁଛି ଆଉ ଏ ଚାରି ପାବଛ କୁଆଡ଼େ ଗଲେ ସେ ହେଉଛି ଷାଠ ଆଗରେ ଥୁଆ ହେଇଛି ଆଠ ଆଗରେ ଏଟା ବୁଝା ହେଉଛି ତେଣୁ ଷାଠ ଉପରେ ଥୁଆ ହେଲା ଗୋଟେ ନିଦର୍ଶନ ବୋଧେ ତ ସଂକଳ୍ପ କରିକି ଥୋଇଦେଲା ବର୍ତ୍ତମାନ ଷାଠ ଉପରେ ଏଟା କରାହେଇଯାଇଛି ପାଠ ମଧ୍ୟରେ କରାହେଇଛି ତେଣୁ ଏଇ ଭଳିଆ ପାବଛ ଅଧିକ ସଜୀବ କୃଷ୍ଣ ଦର୍ଶନ ଯେ ଯେତେ ପାବଛ ବଡ଼ ବୋଲାଇଲେ ନିଜର କର୍ମେ କିଏ ବିଶ୍ୱାସ ତେଣୁ ଦୁଇ ପ୍ରକାର ପାବଛ ଜୀବ ଅଜୀବ ସଜୀବ ଅଜୀବ হ্যাঁ সুর অসুর সাধু অসাধু জ্ঞান বিজ্ঞান হ্যাঁ পাপ পুণ্য সংসার দুই মত সবুলে লাগি রয়েছে তেমনি দুই মতটা যে পর্যন্ত আমি জানিনে আমি তখন নির্ধারণ করা কষ্ট হ্যাঁ তেমনি এই কথা অজীব পাবছ অছি সজীব পাবছ অছি তেমন পয়সা দিয়ে যদি পাবছ উঠিব তাহলে তো গহম করে উঠিব
15-20 ମିନିଟ୍ ଲାଗିବ। ଯଦି ଆମେ ଟଙ୍କା ଲକ୍ଷେ ଦେଇ ମୁକ୍ତି ହେଇଯିବା କହୁଛନ୍ତି ବି ଲୋକ ଯେତେ ପଇସା ଦେଇପାରିବ ମୁକ୍ତି ହେଇଯିବ। ପଇସା ଯେତେ ଦାନ କରିବ ମୁକ୍ତିର ମାର୍ଗଟା ଏତେ ସହଜ ହେଇଯିବ। ମୁକ୍ତି ବି ଲୋକ କରୁଛନ୍ତି, ଲୋକ ବି ଦେଉଛନ୍ତି। ଯୋଉଠି ଶହ ଶହ ହଜାର ହଜାର ଲୋକ ଯାଉଛନ୍ତି ଯାହା ଜଣେ ମଧ୍ୟ ପାଠ କଥା ରହିବ। ତେଣୁ କିନ୍ତୁ ପାଠର କଥା ଆଣି ମହତ୍ଵ, ପାଠର ମୂଲ୍ୟ ମହତ୍ଵ। ଏଇ ଯେଉଁ ଭାଗବତର ତତ୍ତ୍ୱ କଥା ଜୀବନ ଲେଖିଛନ୍ତି, ସାଧୁ ଲେଖିଛନ୍ତି, ଆମର ଜଗଦାସ ଲେଖିଛନ୍ତି କଳିକ ଅବତାର। ଏ ତତ୍ତ୍ୱ ଭାଗବତ ଲେଖିଛନ୍ତି।